ନଟିଆ ପାଖରେ ଗୋଟିଏ ଗଧ ଓ ଗୋଟିଏ ଛେଳି ଥିଲା। ନଟିଆ ଗଧକୁ ଜିନିଷ ନେବା ଆଣିବାରେ ଲଗାଉଥିଲା। ସେଥିରୁ ଯାହା ପଇସା ଆୟ କରୁଥିଲା ସୁଖ ଦୁଃଖରେ ଚଳି ଯାଉଥିଲା। ଗଧଟି ଦିନସାରା ଖଟୁଥିବାରୁ ଲୋକଟି ଛେଳି ଅପେକ୍ଷା ଗଧକୁ ବେଶୀ ଆହାର ଖାଇବାକୁ ଦେଉଥିଲା। ଛେଳି ଏହା ଦେଖି ଗଧ ପ୍ରତି ହିଂସା କଲା। ମାଲିକ କେମିତି ଗଧକୁ ଆଗ ଭଳି ଆଉ ଭଲ ପାଇବନି କି ଅଧିକ ଖାଇବାକୁ ଦବନି, ସେଥିପାଇଁ ଏକ ଯୋଜନା କଲା। ଦିନେ ସୁଯୋଗ ଉଣ୍ଡି ଛେଳିଟି ଗଧ ପାଖକୁ ଯାଇ କହିଲା, ଗଧ ଭାଇ, ତୁମେ ଦିନସାରା କେତେ କାମ କରୁଛ, ଟିକେ ବିଶ୍ରାମ ବି ନେଉନ। ତୁମେ ଗୋଟେ କାମ କର, ଏହି କଷ୍ଟରୁ ମୁକ୍ତି ପାଇବା ପାଇଁ ଦେହ ଖରାପ ହେଉଛି, ବାହାନା କରି ବେଶ ହୋଇ ମିଛଟାରେ ତଳେ ପଡ଼ିଯାଅ। ତାପରେ ତୁମେ କିଛି ଦିନ ଆରାମ ପାଇଯିବ। ଏତେ ପରିଶ୍ରମରୁ ଟିକିଏ ଛୁଟି ପାଇବ। ଛେଳିର କପଟ କଥାରେ କି ଯାଦୁ ଥିଲା କେଜାଣି ଗଧ ମନକୁ ପାଇଗଲା। ଛେଳି କହିବା ଅନୁସାରେ ସେ ସେମିତି ଅଭିନୟ କରି ବେଶ ହୋଇ ତଳେ ପଡ଼ିଗଲା। ନଟିଆ ଏହା ଦେଖି ସାଙ୍ଗେ ସାଙ୍ଗେ ଡାକ୍ତରଙ୍କୁ ଡାକିଲା। ଡାକ୍ତର ଗଧଟିକୁ ଚିକିତ୍ସା କରି ନଟିଆକୁ କହିଲା, ଗଧକୁ ସୁସ୍ଥ କରିବାକୁ ହେଲେ ଛେଳି ମାଂସର ସୁପ୍ ଦରକାର, ନହେଲେ ଗଧ ଆଦୌ ଭଲ ହୋଇପାରିବ ନାହିଁ। ନଟିଆ ଦ୍ୱନ୍ଦ୍ୱରେ ପଡ଼ିଗଲା। ଗଧଟି ତାକୁ ସବୁଦିନ ଦାନା ପାଣି ଦେଉଥିବାରୁ ଗଧଟି ସୁସ୍ଥ ହେବାକୁ ସେ ଚାହୁଁଥିଲା। ତେଣୁ ବେକାର ଛେଳିକୁ ମାରି ତା ମାଂସରେ ସୁପ୍ କରି ଗଧକୁ ପିଆଇଲା। ଗଧ ଛେଳି ମାଂସ ସୁପ୍ ପିଇବା କ୍ଷଣି ସାଙ୍ଗେ ସାଙ୍ଗେ ଚାଙ୍ଗା ହୋଇ ଠିଆ ହେଲା। ନିଜର ଦୁଷ୍ଟ ପ୍ରକୃତି ଏବଂ ପରର ଅନିଷ୍ଟ କରିବା ମନୋଭାବ ଯୋଗୁଁ ବିଚରା ଛେଳିର ଜୀବନ ଗଲା। ଏହି ଭିଡ଼ିଓଟା ଆପଣମାନଙ୍କୁ ଯଦି ଭଲ ଲାଗିଥିବ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।